ଏମିତି କ'ଣ ହେଲା କି ଡୁଡୁକୁ ଲାଷ୍ଟକୁ ପିଆଜ ଖାଇବାକୁ ପଡ଼ିଲା। ଜାଣିବା ପାଇଁ ଭିଡ଼ିଓ କଣ୍ଟିନ୍ୟୁ କର। ରାଧେ ରାଧେ, ମୋର ଗୋଟେ ନୂଆ ବ୍ଲଗ୍କୁ ମୁଁ ଆପଣମାନଙ୍କୁ ସ୍ୱାଗତ ଜଣାଇ ପାରୁଛି। ମୁଁ ଯେଉଁ ଏଠି ହସୁନି, ସକାଳର ଘଟଣା କ'ଣ ଜାଣିଛନ୍ତି? ହସ୍ପିଟାଲ ଯାଇଥିଲା ଆଉ ଡକ୍ଟର କହିଛି ଯେ 5 ଦିନ ହେଇକିନା ମୁଁ ଇଞ୍ଜେକ୍ସନ୍ ନେବି ଦେହ ଖରାପ ପାଇଁ। ତ ଆମେ ବାହାରି ପଡ଼ିଥିଲୁ ଡୁଡୁର ବର୍ଥଡେ ପାଇଁ। ଏଠି ଆମେ ଟିକେ ଫ୍ରୁଟ୍ସ କିଣିଦେଇକି ପହଞ୍ଚି ଯାଇଥିଲୁ ତାଙ୍କ ଘରେ। ତାପରେ ଏଠି ଆମ କୁନି ପୁଅକୁ ଦେଖନ୍ତୁ, ସେ କେତେ ଆରାମସେ ଖେଳୁଛି। ତାକୁ ବହୁତ ଦିନ ପରେ ମୁଁ ଦେଖେଇଲି। ତାପରେ ଆମର ବର୍ଥଡେ ଗାର୍ଲ ପଳେଇ ଆସିଥିଲା ଆମ ପାଖକୁ। ଆଗରୁ ତ ଜମା ବି ଆସୁନଥିଲା, ଏବେ ସେ ଟିକେ ଟିକେ ହେଲାଣି ଆମ ପାଖକୁ ଆସୁଛି। ତ ଇଏ ହେଉଛି ଆମର ଆଉ ଗୋଟେ ଧନ, ଯିଏକି ତା ସହିତ ଖେଳୁଥିଲା। ସମସ୍ତେ ରେଡ଼ି ହେଇସାରିଲା ପରେ ଆମେ ତାକୁ ବି ରେଡ଼ି କରିଦେଇଥିଲା ଦିଦି। ମୁଁ ତ ଆଗରୁ ହିଁ ରେଡ଼ି ହେଇଯାଇଥିଲି। ତାପରେ ଦେଖନ୍ତୁ, ମୁଁ ଟିକେ କୁନି ପୁଅ ସହିତ ଖେଳୁଥିଲି ଆଉ ସେ ମୋ ହାତଟାକୁ କେମିତି ଧରିଛି, ଜମା ବି ଛାଡ଼ୁ। ତ ଡୁଡୁର ବର୍ଥଡେ ପାଇଁ ଏଠି ପୂଜା ହେଉଥିଲା। ଭାଇ ଭାଉଜ ଆମର ବସିଥିଲେ ପୂଜାରେ। ପୂଜା ସରିଗଲା ପରେ ଏଠି ଦେଖନ୍ତୁ ଆମ ଡୁଡୁ କେମିତି ନମ ନମ କରୁଛି ଠାକୁରଙ୍କୁ। ଏଇଟା ତାର ଗୋଟେ ଗୁଡ୍ ପଏଣ୍ଟ। ତ ଏଠି ମୁଁ ଟିକେ ତାକୁ ଧରିକି ବୁଲଉଥିଲା, ସେ ବହୁତ ଖୁସି ହେଉଥିଲା। ଦେନ୍ ଆମ କୁନି ପୁଅ ବି ରେଡ଼ି ହେଇଯାଇଥିଲା ବାହାରକୁ ଯିବା ପାଇଁ। ବର୍ଥଡେ ଗାର୍ଲ ବି ପୁରା ରେଡ଼ି ହେଇଯାଇଥିଲା। ଆଉ କମେଣ୍ଟ ସେକ୍ସନରେ ମୋତେ ନିହାତି ଜଣେଇବ ବର୍ଥଡେ ଗାର୍ଲ କେମିତି ଲାଗୁଥିଲା।